ଭାରତର ଏକମାତ୍ର ମନ୍ଦିର ଯେଉଁଠାରେ ଦେବୀଙ୍କୁ ମୂର୍ତ୍ତି ଭାବେ ନୁହେଁ ବରଂ ଜୀବନ୍ତ ଶକ୍ତି ଭାବେ ପୂଜା କରାଯାଏ। ଆପଣ ଜାଣିଛନ୍ତି କି ସେ ସ୍ଥାନଟି କେଉଁଠି? ପ୍ରତିବର୍ଷ ଯେଉଁ ମନ୍ଦିର 3 ଦିନ ପାଇଁ ବନ୍ଦ ହୋଇଯାଏ କାରଣ ଦେବୀ ସେଠାରେ ରଜସ୍ରାବ କରନ୍ତି। ଆପଣ ଏହି ସତ୍ୟ ଶୁଣିଛନ୍ତି କି? କିଛି ସ୍ଥାନ ରହିଛି ଯେଉଁଠାରେ ଭଗବାନଙ୍କୁ ଡାକିବାକୁ ପଡ଼େ ନାହିଁ, ସେ ନିଜେ ଅନୁଭୂତ ହୋଇଥାନ୍ତି। ସେହି ସ୍ଥାନ ହେଲା କାମାକ୍ଷା। ଆପଣ ଜାଣିଛନ୍ତି କି ଭାରତର ସବୁଠାରୁ ଗୁପ୍ତ ଶକ୍ତିପୀଠ କେଉଁଠି? ଯେଉଁଠାରେ ସୃଷ୍ଟିର ମୂଳ ଶକ୍ତି ଆଜି ବି ଜୀବନ୍ତ। ନୀଳାଚଳ ପର୍ବତରେ ଯେତେବେଳେ ରାତି ନଈ ଆସେ ସେତେବେଳେ କାମାକ୍ଷା ମନ୍ଦିରର ନିଜ ରହସ୍ୟ ଖୋଲିଯାଏ। ନୀଳାଚଳ ପର୍ବତ ଉପରେ ଯେତେବେଳେ ସନ୍ଧ୍ୟା ନଈ ଆସେ ବ୍ରହ୍ମପୁତ୍ର ନଦୀର ପାଣି ଧୀରେ ଧୀରେ ଅନ୍ଧକାରକୁ ଆତ୍ମସାତ କରେ। ସେହି ମୁହୂର୍ତ୍ତରେ ଏହି ପର୍ବତରେ ଥିବା ଏକ ମନ୍ଦିର ନିଜକୁ ସାଧାରଣ ମନ୍ଦିର ଭାବେ ନୁହେଁ ବରଂ ଜୀବନ୍ତ ଶକ୍ତି ଭାବେ ପ୍ରକାଶ କରେ। ଏହା କୌଣସି ସାଧାରଣ ଦେବୀଙ୍କ ମନ୍ଦିର ନୁହେଁ। ଏଠାରେ ଦେବୀଙ୍କୁ ମୂର୍ତ୍ତି ଭାବେ ଦେଖାଯାଏ ନାହିଁ, ଏଠାରେ ଦେବୀଙ୍କୁ ଅନୁଭବ କରାଯାଏ। ଏହି ସ୍ଥାନ ହେଲା କାମାକ୍ଷାଙ୍କ ଧାମ। କୁହାଯାଏ ଭାରତର ସମସ୍ତ ଶକ୍ତିପୀଠ ମଧ୍ୟରୁ ଏହା ସବୁଠାରୁ ଗୁପ୍ତ, ସବୁଠାରୁ ଶକ୍ତିଶାଳୀ ଏବଂ ସବୁଠାରୁ ଭୟମୟ ଶକ୍ତିପୀଠ ଅଟେ। କାରଣ ଏଠାରେ ଦେବୀ ମାତ୍ର ପୂଜିତ ନୁହେଁ, ସେ ଜୀବନ୍ତ। ଏହି ରହସ୍ୟର ଆରମ୍ଭ ହୁଏ ସତୀ ଏବଂ ଶିବଙ୍କ କଥାରୁ। ଦକ୍ଷ ପ୍ରଜାପତି ଏକ ମହାଯଜ୍ଞ ଆୟୋଜନ କରିଥିଲେ। ସମସ୍ତ ଦେବତା ଋଷି ମୁନିଙ୍କୁ ଆମନ୍ତ୍ରଣ ନିଜକୁ ଆହୁତି ଦେଇଦେଲେ। ଯେତେବେଳେ ଶିବ ଏହା ଜାଣିଲେ ସେ ତାଙ୍କର କାଳୀଙ୍କର ଯେ ଉଗ୍ର ରୂପ ଏବଂ ତାଙ୍କର ଉଗ୍ର ରୂପକୁ ସେଠାକୁ ପଠାଇଲେ। ସେ ମଧ୍ୟ ଅନେକ ଜୀବନ ନେଇଗଲେ। ଶେଷରେ ଭଗବାନ ଶିବ ଆସିଲେ, କିନ୍ତୁ ସବୁ ସମାପ୍ତ ହୋଇଯାଇଥିଲା। ସେତେବେଳେ ମା ସତୀ ଅଗ୍ନିରେ ପୋଡ଼ି ଯାଇଥିଲେ। ତାଙ୍କର ଜୀବନ ଆଉ ତାଙ୍କ ଶରୀର ମଧ୍ୟରେ ନଥିଲା। ଶିବ ସତୀଙ୍କ ନିଷ୍ପ୍ରାଣ ଶରୀରକୁ କୋଳରେ ଧରିଲେ। ତାଙ୍କ ଦୁଃଖ ଧୀରେ ଧୀରେ କ୍ରୋଧାପଣରେ ହେଲା। ତ ସେ ତାଙ୍କର ସେହି ମୃତ୍ୟୁ ଶରୀରକୁ ଧରି ବ୍ରହ୍ମାଣ୍ଡ ବୁଲୁଥିଲେ। ସେ ତାଣ୍ଡବ କଲେ। ତାଙ୍କ ତାଣ୍ଡବରେ ପୃଥିବୀ କମ୍ପିଲା, ଆକାଶ ଫାଟିଗଲା, ସୃଷ୍ଟି ବିନାଶ ଦିଗକୁ ବଢ଼ିଲା। ଦେବତାମାନେ ଭୟଭୀତ ହେଲେ। ସେ ଚିନ୍ତା କଲେ ଯେ ଯଦି
ଭଗବାନ ଶିବ ଏହିଭଳି ଭାବରେ ମାତା ସତୀଙ୍କ ମୃତ ଶରୀରକୁ ନେଇ ବୁଲିବେ ତାହେଲେ ପୃଥିବୀ ସଂହାର ହୋଇଯିବ। ଏହିଭଳି ଭାବରେ କ୍ରୋଧାଗ୍ନିରେ ତାଣ୍ଡବ କଲେ ତାଙ୍କ ପୃଥିବୀ ସଂହାର ହୋଇଯିବ ଏବଂ ତେଣୁ ବିଷ୍ଣୁ ଭଗବାନ ତାଙ୍କ ସୁଦର୍ଶନ ଚକ୍ରରେ ସତୀଙ୍କ ଶରୀରକୁ କାଟି ଛିନ୍ନ ଭିନ୍ନ ଏବଂ ଭାଗ ଭାଗ କରିଦେଲେ। ସେହି ଶରୀର ଅଂଶ ଭାରତର ବିଭିନ୍ନ ସ୍ଥାନରେ ପଡ଼ିଥିଲା, ଯାହା ହେଲା 51ଟି ଶକ୍ତିପୀଠ। ମାତା ସତୀଙ୍କ ଶରୀର 51 ଖଣ୍ଡ ହୋଇ ବିଭିନ୍ନ ସ୍ଥାନରେ ଖଣ୍ଡେ ଖଣ୍ଡେ ହୋଇ ପଡ଼ିଥିଲା, କିନ୍ତୁ ଯେଉଁ ସ୍ଥାନରେ ସତୀଙ୍କ ଯୋନି ଅଂଶ ପଡ଼ିଲା ସେହି ସ୍ଥାନ ହେଲା କାମାକ୍ଷା। ଏହି କାରଣରୁ କାମାକ୍ଷା ମନ୍ଦିର ସୃଷ୍ଟିର ମୂଳ ସ୍ଥାନ ବୋଲି ମନାଯାଏ। ଏଠାରେ ଦେବୀ ମାତୃତ୍ୱ, ଉତ୍ପାଦନ ଏବଂ ନାରୀ ଶକ୍ତିର ସର୍ବୋଚ୍ଚ ପ୍ରତୀକ। ମନ୍ଦିରର ଭିତରକୁ ଗଲେ ଆପଣ କୌଣସି ପ୍ରତିମା ଦେଖିବେ ନାହିଁ, କାରଣ ସେଠି ଏକ ପଥର ଯିଏକି ମାତା ସତୀଙ୍କର ଯୋନି ଏକ ସ୍ଥାପନ କରାଯାଇଛି। କେବଳ ଏକ ପଥର ଯାହା ସଦା ଭିଜା ପାଣି ମଧ୍ୟରେ ବୁଡ଼ି ରହିଥାଏ। କୁହାଯାଏ ସେହି ଜଳ ଦେବୀଙ୍କ ଜୀବନ୍ତ ଶକ୍ତି। ପ୍ରତିବର୍ଷ ଆଷାଢ଼ ମାସରେ ଏଠାରେ ଘଟେ ଏକ ଅଦ୍ଭୁତ ଘଟଣା। ଦେବୀ ରଜସ୍ରାବ କରନ୍ତି। 3 ଦିନ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହେ, କୌଣସି ପୂଜା ହୁଏ ନାହିଁ। ଯଦି ଆପଣମାନେ ଚାହୁଁଛନ୍ତି ଏ ମର୍ତ୍ତ୍ୟର ମାନବୀ ମାସକୁ ଥରେ ରଜବତୀ ହେଲା ବେଳେ ସ୍ୱର୍ଗର ଦେବୀମାନେ କାହିଁକି ବର୍ଷକୁ ଥରେ ରଜବତୀ ହୁଅନ୍ତି, ତାକୁ ମଧ୍ୟ ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ମୁଁ ନିଶ୍ଚୟ ଏହି ବିଷୟର ଏକ ଗୁପ୍ତ ରହସ୍ୟ କଥା ଆପଣଙ୍କ ନିକଟରେ ଉପସ୍ଥାପନ କରିବି। ତ କାରଣ କାମାକ୍ଷା ଏହି ସମୟରେ ବିଶ୍ରାମ କରନ୍ତି। 3 ଦିନ ପରେ ଭକ୍ତମାନେ ଯାଆନ୍ତି। ଲାଲ କପଡ଼ା ଏବଂ ସେହି ମନ୍ଦିର ଭିତରୁ ଲାଲ ପାଣି ବାହାରିଥାଏ। ତାଙ୍କୁ ଦେବୀଙ୍କ ଆଶୀର୍ବାଦ ଏବଂ ପ୍ରସାଦ ରୂପେ ଏହା ନାରୀତ୍ୱର ସମ୍ମାନ ପ୍ରତୀକ। ଏହି ମନ୍ଦିରର ତନ୍ତ୍ର ସାଧନାର ସବୁଠାରୁ ବଡ଼ କେନ୍ଦ୍ର। ରାତିରେ ଏଠାରେ ଅଲଗା ଶକ୍ତି ଜାଗ୍ରତ ହୁଏ ଏବଂ ଅଘୋର ସାଧନା ତନ୍ତ୍ର ସାଧନା ମାଙ୍କୁ ପାଇବା ପାଇଁ ନିଜକୁ ହରାଇ ଦିଅନ୍ତି। ସେହି ସ୍ଥାନରେ ଅନେକ ତାନ୍ତ୍ରିକ, ଅନେକ ସାଧକ ମୃତ୍ୟୁବରଣ କରିଛନ୍ତି, ଯାହାକି ମାଙ୍କର ଯେଉଁ ଖରାପ ଉଦ୍ଦେଶ୍ୟ ନେଇ ଯାଇଥାନ୍ତି ସେମାନେ ମା ତାଙ୍କୁ ସେହିଠାରେ ଦମନ କରିଦେଇଥାନ୍ତି। କୁହାଯାଏ ଯେଉଁ ଭକ୍ତ ଶୁଦ୍ଧ ହୃଦୟରେ ଆସେ ତା ମା ତାକୁ କେବେ ଫେରାନ୍ତି ନାହିଁ, କିନ୍ତୁ ଯେଉଁ ଭକ୍ତ ଅହଙ୍କାର ନେଇ ଆସେ ସେ ଭୟ ନେଇ ଫେରେ। କାମାକ୍ଷା କେବଳ ଏକ ମନ୍ଦିର ନୁହେଁ, ସେ ହେଲେ ଜୀବନ୍ତ ଶକ୍ତି ଓ ସୃଷ୍ଟିର ମୂଳ, ଯେଉଁଠାରେ ଭୟ ଓ ଭକ୍ତି ଏକାଠି ମିଳିଯାଏ। ତ ଦର୍ଶକ ବନ୍ଧୁ, ଆଜିର ଏ ମା କାମାକ୍ଷା ମନ୍ଦିରର ରହସ୍ୟମୟ କଥାଟି ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ ମୋତେ କମେଣ୍ଟ ବକ୍ସରେ ଜଣାନ୍ତୁ ଏବଂ ଭିଡ଼ିଓକୁ ଯଦି ଗୋଟେ ଲାଇକ୍ କରିନାହାନ୍ତି ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏମିତି ସବୁ ରହସ୍ୟମୟ କଥା ଜାଣିବା ପାଇଁ ବେଲ୍ ଆଇକନ୍କୁ ସର୍ବଦା ଦବାଇ ରଖିଥାନ୍ତୁ। ଏବଂ ଯଦି କାମାକ୍ଷା ମନ୍ଦିର ବିଷୟରେ ଆପଣମାନେ କୌଣସି ଗୁପ୍ତ ରହସ୍ୟ ବା ଗୁପ୍ତ କଥା ଜାଣିବା ପାଇଁ ଚାହୁଁଛନ୍ତି ମୋତେ ଜୟ ମା କାମାକ୍ଷା ଲେଖି କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଆପଣଙ୍କ ମା କାମାକ୍ଷାଙ୍କ ମନ୍ଦିର ବିଷୟରେ ଏକ ଗୁପ୍ତ ରହସ୍ୟ ମୁଁ ନିଶ୍ଚୟ ପ୍ରଦାନ କରିବି। ଜୟ ମା କାମାକ୍ଷା, ଜୟ ମା ଦକ୍ଷିଣକାଳୀ।